ଓମ୍ ଶାନ୍ତି। ମଙ୍ଗଳମୟ ଶିବ ପିତାଙ୍କର ମଙ୍ଗଳମୟ ମହାବାକ୍ୟକୁ ଜୀବନରେ ଧାରଣ କରି ନିଜେ ପରିବର୍ତ୍ତନ ହେବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ମହାନ କାର୍ଯ୍ୟ କରୁଥିବା ମହାନ ଆତ୍ମାମାନଙ୍କୁ ହାର୍ଦ୍ଦିକ ଈଶ୍ୱରୀୟ ଶୁଭ ଅଭିନନ୍ଦନ, ସୁସ୍ୱାଗତମ, ସୁପ୍ରଭାତ। କୁହାଯାଏ, ଯାହାର ସ୍ୱଭାବ ଯେପରି ହେଇଥାଏ ସେ ଅନ୍ୟକୁ ମଧ୍ୟ ସେହିଭଳି କରିଦେଇଥାଏ। ଯେପରି ମିଠା ଯେଉଁଥିରେ ପଡ଼ିଲେ ମଧ୍ୟ ତାକୁ ମିଠା କରିଦେଇଥାଏ, ସେହିଭଳି ଉତ୍ତମ ସ୍ୱଭାବଯୁକ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ମଧ୍ୟ ଉତ୍ତମ ସ୍ୱଭାବଯୁକ୍ତ କରେଇଥାନ୍ତି। ଭଗବାନ କହୁଛନ୍ତି, ମଧୁର ଆତ୍ମିକ ସନ୍ତାନଗଣ, ତୁମେମାନେ ଶିବ ବାବାଙ୍କ ସଦୃଶ ମିଠା ସ୍ୱଭାବଯୁକ୍ତ ହେଇଯାଅ। ଭଗବାନ ଯେହେତୁ ଦୁଃଖହର୍ତ୍ତା, ସୁଖକର୍ତ୍ତା, ତେଣୁ ତୁମେ ସନ୍ତାନମାନେ ମଧ୍ୟ କାହାକୁ ଦୁଃଖ ଦେବା ଉଚିତ ନୁହେଁ। କାରଣ ଶାସ୍ତ୍ରରେ ମଧ୍ୟ ଅଛି କି ଯଦି ଦୁଃଖ ଦେବ ତେବେ ଦୁଃଖୀ ହୋଇ ମରିବ। କ୍ରୋଧ ମନୁଷ୍ୟର ପରମ ଶତ୍ରୁ, ତେଣୁ କେବେ ମଧ୍ୟ କ୍ରୋଧ କରିବା ଅନୁଚିତ। କାରଣ କ୍ରୋଧୀ ମନୁଷ୍ୟ ତାର ନିଜର ହିତାହିତ ଜ୍ଞାନକୁ ଭୁଲି ଯାଇଥାଏ। ନିଜେ କ'ଣ କରିଥାଏ, କ'ଣ କହିଥାଏ, ନିଜେ ମଧ୍ୟ ବୁଝିପାରେ ନାହିଁ। ଏହାର ଜ୍ୱଳନ୍ତ ଉଦାହରଣମାନ ବର୍ତ୍ତମାନର ଗଣମାଧ୍ୟମ କୁହ, ସମ୍ବାଦପତ୍ର କୁହ, ସବୁଦିନ ସେଥିରୁ ଶୁଣିବାକୁ, ପଢ଼ିବାକୁ ବା ଦେଖିବାକୁ ମିଳୁଛି। କେଉଁଠି ବାପକୁ ପୁଅ ମାରିଦେଲାଣି ତ କେଉଁଠି ଭାଇ ଭାଇକୁ, ସାଙ୍ଗ ସାଙ୍ଗକୁ ଇତ୍ୟାଦି। ସେଥିପାଇଁ ଏସବୁଥିରୁ ମୁକ୍ତ ରହି କର୍ମର ଗୁହ୍ୟ ଗତିକୁ ଜାଣି ସେହି ହିସାବରେ କର୍ତ୍ତବ୍ୟ କରି ଚାଲିବା ଉଚିତ। କାରଣ କର୍ମର ଗତି ଅତି ଗହନ। କେବେ କେବେ ଆମେ ଯାହାକୁ ଭଲ କାର୍ଯ୍ୟ ବୋଲି ଭାବି କରିଥାଉଁ, ତାହା ମଧ୍ୟ ଓଲଟା ସାବ୍ୟସ୍ତ ହୋଇଥାଏ ଏବଂ ତଦ୍ୱାରା କର୍ମର କଡ଼ା ହିସାବ ମଧ୍ୟ ବନିଯାଇଥାଏ। ଉଦାର ମନୋଭାବ ସମ୍ପନ୍ନ ବ୍ୟକ୍ତି ସମସ୍ତଙ୍କୁ ସହାୟତା କରିଥାନ୍ତି ବା ଦାନ ଆକାରରେ ଦେଇଥାନ୍ତି, ଚାହେ ସେ ଉତ୍ତମ ବ୍ୟକ୍ତି ହେଇଥାଉ ବା କିଭଳି ସଂସ୍କାରଯୁକ୍ତ ହେଇଥାଉ। କିନ୍ତୁ କେବେ ଚିନ୍ତା ମଧ୍ୟ କରିନଥାନ୍ତି କି ଏହାଦ୍ୱାରା ମୋର ପୁଣ୍ୟ ଜମା ହେଉଛି ବା ପାପର ଖାତା ବଢ଼ିଯାଉଛି। କୁହାଯାଏ, ଯେଉଁ ଜିନିଷ ବା କଥା ନିଜକୁ ପସନ୍ଦ ନୁହେଁ, ତାହା ଅନ୍ୟ ପ୍ରତି ମଧ୍ୟ ସର୍ବଥା ଅନୁଚିତ। ମନେ କରାଯାଉ, ମୁଁ ନିଶା ପଦାର୍ଥ ସେବନ କରେ ନାହିଁ, କାରଣ ମୁଁ ଭଲ ଭାବରେ ଉପଲବ୍ଧି କରିଛି କି ଏହା ଅନିଷ୍ଟକାରୀ ଅଟେ। ତେଣୁ ମୁଁ ଏହାଠାରୁ ଦୂରେଇ ରହିଛି। ତେବେ ଅନ୍ୟକୁ ମୁଁ ନିଶା କରିବା ପାଇଁ କିପରି ସହାୟତା କରିବି? ଯଦି କୌଣସି ବ୍ୟକ୍ତିକୁ ଆମେ ଆର୍ଥିକ ସହାୟତା କରୁଛେ ଏବଂ ସେହି ଅର୍ଥକୁ ସେ ବ୍ୟର୍ଥ କାର୍ଯ୍ୟରେ, ଯଥା ନିଶା ସେବନ ହେଉ ବା ଜୀବହତ୍ୟା ହେଉ ବା ଅକଲ୍ୟାଣକାରୀ କୌଣସି କର୍ତ୍ତବ୍ୟ ହେଉ, ସେଥିରେ ଉପଯୋଗ କଲା, ତେବେ ସେହି ପାପର ସବୁଠୁ ବଡ଼ ଭାଗ ଆମ ଖାତାରେ ଜମା ହେଇଯାଉଛି। ଯେହେତୁ ଆମେ ସେହି କାର୍ଯ୍ୟ କରିବା ପାଇଁ ତାକୁ ସମ୍ପୂର୍ଣ୍ଣ ସୁଯୋଗ ସୃଷ୍ଟି କରେଇଦେଲୁ, ଜାଣତରେ ହେଉ ବା ଅଜାଣତରେ ହେଉ। କେହି କେହି ଭାବନ୍ତି, ଆମେ ତ ଦାନ କଲୁ, ଦାନ କରିବା ତ ପୁଣ୍ୟ କାର୍ଯ୍ୟ ଅଟେ,
ମହତ କାର୍ଯ୍ୟ ଅଟେ, ତେବେ ଏହା ଭାବିବା ମଧ୍ୟ ଆମର ଅଦୂରଦୃଷ୍ଟିତା ବା ଅଜ୍ଞାନତାକୁ ପ୍ରମାଣିତ କରୁଛି। ସେହି ଶାସ୍ତ୍ରରେ ମଧ୍ୟ ଉଲ୍ଲେଖ ଅଛି, ଦାନ ପାତ୍ର ଦେଖି କରିବା ଦରକାର। ପୁନଶ୍ଚ ଉଲ୍ଲେଖ ଅଛି, ଦାନ ଦେଲେ ଧନ ବଢ଼େ। ଏଠାରେ ଆପଣମାନେ ବିଚାର କରନ୍ତୁ, ଦୁନିଆରେ ଏମିତି କିଛି ସ୍ଥୂଳ ଜିନିଷ ବା ଧନ ଅଛି ଯାହା ଦାନ କଲେ ବଢ଼ିଯାଏ? ଦାନ କରି କରି ସରିଯିବ, କିନ୍ତୁ ବଢ଼ିବ ନାହିଁ। କେବଳ ଏକମାତ୍ର ଜ୍ଞାନ ଧନ, ଯାହା ଯେତେ ଦାନ କରିବ ତାହା ସେତେ ବୃଦ୍ଧି ହୋଇ ଚାଲିବ ଏବଂ ଯିଏ ଗ୍ରହଣ କରିଥିବ ତାର ମଧ୍ୟ ଜୀବନ ସାର୍ଥକ ହୋଇଯିବ ଜନ୍ମ ଜନ୍ମାନ୍ତର ପାଇଁ। ଏହା ହିଁ ବାସ୍ତବିକ ମହାଦାନ, ସଚ୍ଚା ଦାନ, ଯାହା ମହାପୁଣ୍ୟର କାର୍ଯ୍ୟ କରିଥାଏ। ବାକି ସଂସାରରେ ଜନ୍ଦା ପିମ୍ପୁଡ଼ି କୀଟ ପତଙ୍ଗ ଯଦି ନିଜ ନିଜର ପ୍ରତିପୋଷଣ କରିପାରୁଛନ୍ତି, ତେବେ ମନୁଷ୍ୟ ତ ଶ୍ରେଷ୍ଠ ପ୍ରାଣୀ। ସେ ଶ୍ରେଷ୍ଠ ପ୍ରାଣୀ ହେଇ ଏହା କ'ଣ କରିପାରିବ ନାହିଁ? ସେମାନଙ୍କ ସହିତ ଦେଣ ନେଣ କରି କର୍ମର ହିସାବ କିତାବକୁ ଅଯଥାରେ ଲମ୍ବା ଚଉଡ଼ା କରିବାର ଆବଶ୍ୟକତା କ'ଣ ଅଛି? ଏହି ବେହଦ ସୃଷ୍ଟିରେ କୌଣସି କାର୍ଯ୍ୟ କାହା ବିନା ମଧ୍ୟ ଅଧୁରା ରହିଯିବ ନାହିଁ। କୁହାଯାଏ, ଦେ ଦାନ ତ ଛୁଟେ ଗ୍ରହଣ। ଏହାର ବାସ୍ତବିକ ଅର୍ଥ ହେଉଛି, ନିଜ ଭିତରେ ଯେଉଁ ପାଞ୍ଚ ବିକାରର ଭୂତ ଅଛି ତାହା ନିରାକାର ନୀଳକଣ୍ଠ ଶିବ ପିତାଙ୍କୁ ଦାନ କରିଦିଅ, ତେବେ ଜନ୍ମ ଜନ୍ମାନ୍ତରର ପାପର ଗ୍ରହଣ ଯାହା ଆତ୍ମାରେ ଜମି ରହିଛି ତାହା ସମାପ୍ତ ହୋଇଯିବ। ଏହାର ବାସ୍ତବିକ ଅର୍ଥକୁ ନ ଜାଣିବା କାରଣରୁ ବର୍ତ୍ତମାନ ସମାଜରେ ଦାନର ମହତ୍ତ୍ୱ ରହିଛି ଏବଂ ପରସ୍ପର ଦାନ ଦେଇ ଚାଲିଛନ୍ତି। ସେଥିପାଇଁ ଭଗବାନ କହୁଛନ୍ତି, ନିଜର ଚଳଣିକୁ ବହୁତ ବହୁତ ଶ୍ରେଷ୍ଠ ରଖିବାକୁ ହେବ। ଧର୍ମରାଜଙ୍କର ଦଣ୍ଡରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ପାଦରେ ଭଗବାନଙ୍କର ଶ୍ରୀମତରେ ଚାଲିବାକୁ ହିଁ ହେବ। ଏହି ଆତ୍ମିକ ପାଠପଢ଼ାକୁ ବହୁତ ଧ୍ୟାନର ସହିତ ଭଲ ଭାବରେ ପଢ଼ିବାକୁ ହେବ। ମାତା ପିତାଙ୍କୁ ଅନୁକରଣ କରି ସତ୍ୟଯୋଗୀ ସ୍ୱର୍ଗ ରାଜ୍ୟର ଉତ୍ତରାଧିକାରୀ ହେବା ଦରକାର। ସାଧାରଣ କର୍ମ କରୁଥିଲେ ମଧ୍ୟ ଶ୍ରେଷ୍ଠ ସ୍ମୃତି ବା ଶ୍ରେଷ୍ଠ ସ୍ଥିତିର ଝଲକ ଦେଖାଉଥିବା ପୁରୁଷୋତ୍ତମ ସେବାଧାରୀ ହେବା ଦରକାର। ଯେପରି ଅସଲି ହୀରା କେତେ ବି ଧୂଳି ମାଟିରେ ଥାଉ, କିନ୍ତୁ ନିଜର ଚମକ ତ ନିଶ୍ଚୟ ଦେଖେଇଥାଏ ନା। ସେହିଭଳି କିଭଳି ବି ବାତାବରଣ ଭିତରେ ବା ସଂଗଠନ ଭିତରେ ରହିଥିଲେ ମଧ୍ୟ ତୁମର ଚମକ ଅର୍ଥାତ୍ କାର୍ଯ୍ୟକଳାପ ଏବଂ ଆତ୍ମିକ ନିଶା ସମସ୍ତଙ୍କୁ ଦେଖାଯାଉ। କେହି ବି ଅନୁଭବ କରନ୍ତୁ କି ଇଏ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି, ମହାନ ଅଟନ୍ତି। ସଚ୍ଚା ରାଜଋଷି ତାଙ୍କୁ କୁହାଯିବ ଯାହାଙ୍କର ସଂକଳ୍ପ ମାତ୍ରରେ ମଧ୍ୟ କେଉଁଠି ବି ମୋହ ନଥିବ, କାରଣ ମୋହ ହେଉଛି ବୁଢ଼ିଆଣୀ ଜାଲ ସଦୃଶ। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ଆସନ୍ତାକାଲି ପୁନଶ୍ଚ ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି କଲ୍ୟାଣକାରୀ ମହାବାକ୍ୟକୁ ଶ୍ରବଣ କରି
ନିଜ ଜୀବନରେ ଧାରଣ କରିବା, ନିଜେ ପରିବର୍ତ୍ତନ ହେବା ସହିତ ସାରା ବିଶ୍ୱକୁ ପରିବର୍ତ୍ତନ କରିବାର କାର୍ଯ୍ୟରେ ସହଯୋଗୀ ହେବା। ଓମ୍ ଶାନ୍ତି। ଓମ୍ ଶାନ୍ତି। ଓମ୍ ଶାନ୍ତି।